ଧ୍ୟାନ ଓ ପ୍ରାର୍ଥନା। ଜୁନ୍ 3, 1914। ବର୍ତ୍ତମାନ ସମଗ୍ର ସତ୍ତାଟି ସ୍ଥୂଳ କର୍ମ ଓ ଜଡ଼ ସ୍ତରରେ ସାଧନା ମଧ୍ୟରେ କ୍ରମଶଃ ବୁଡ଼ିଯାଇଛି। ଏହି ସ୍ତରରେ ଏତେ ସଂଖ୍ୟାରେ ଏତେ ଟେକ୍ନିକ୍ ବିଷୟ ସବୁ ରହିଛି, ଯାହା ପ୍ରତି ଯଥାର୍ଥ ଦୃଷ୍ଟି ଦେବା ଓ ସଜାଇ ରଖିବା ଅତ୍ୟନ୍ତ ପ୍ରୟୋଜନ। ତେଣୁ ତୋ ନିକଟରେ ନିବେଦନ କରୁଛି, ହେ ଭଗବାନ, ମୋର ଚେତନା ଏପରି ବାହାର ବସ୍ତୁ ଆଡ଼କୁ ରହିଥିଲେ ମଧ୍ୟ ଯେପରି ତୋ ସଙ୍ଗେ ନିରନ୍ତର ସଂଯୋଗ ରଖିବାକୁ ସମର୍ଥ ହୁଏ। ତୁ ହିଁ ତ ସକଳ ଶାନ୍ତି, ସକଳ ଶକ୍ତି, ସକଳ ଆନନ୍ଦର ଉତ୍ସ। ହେ ମୋର ମଧୁର ପ୍ରଭୁ, ଏହି ବ୍ୟଷ୍ଟି ସତ୍ତାର ମଧ୍ୟ ଦେଇ ସର୍ବାଙ୍ଗୀନ ଭାବେ ସକଳ କାର୍ଯ୍ୟ ତୁ ହିଁ ସମ୍ପନ୍ନ କରିଯା। ନା, ବରଂ ଏହା ହିଁ କର, ଏହି ବ୍ୟଷ୍ଟି ସତ୍ତାଟିର କୌଣସି ଅଙ୍ଗ କୌଣସି ସମୟରେ ଯେପରି ଭୁଲି ନଯାଏ ଯେ ସେ କେବଳ ଯନ୍ତ୍ର ମାତ୍ର, ସେ କେବଳ ଛାୟା। ତା ମଧ୍ୟରେ ତୁ ଆବିର୍ଭୂତ ହୋଇଛୁ ଏବଂ ତା ମଧ୍ୟରେ ତୁ ରହିଛୁ ଓ କାର୍ଯ୍ୟ କରୁଛୁ ବୋଲି ସେ ବାସ୍ତବ ହୋଇଛି। ହେ ପ୍ରଭୁ, ତୋର ଶାଶ୍ୱତ ସାନ୍ନିଧ୍ୟର କି ଆଶୀର୍ବାଦ।